ଆପଣଙ୍କ ମୁଣ୍ଡକୁ ଦେଖନ୍ତୁ, ଇଏ ଚୁଟି ନୁହଁ ଆପଣଙ୍କ ପାଇଁ ସମ୍ପତ୍ତି, ତାକୁ ପକେଟ ଭିତରେ ରଖନ୍ତୁ। ତେଣୁ କାହାକୁ କେତେବେଳେ କ'ଣ ଦରକାର ହେବ କହିବନି। ଆଉ ଜଣେ ତା ପାଖରେ ଜଣେ ଲୋକ ଖାଉଥିଲେ, କହିଲା ଦେଖ ଦେଖ ପନିର ଭିତରୁ ବାହାରିଲାଣି ଉକୁଣିଆ ପୋକ। ହୋଟେଲ ମାଲିକ କହିଲା ଏଥିରୁ ତ ଜଣା ପଡୁଛି ଯେ ପନିରଟା ଅର୍ଗାନିକ ଅଛି, ନା ଏଥିରେ ବ୍ଲାଟିଂ ପେପର ମିଶିଛି ନା ନକଲି ହେଇଛି, କାରଣ ଉକୁଣିଆ ପୋକ ତ ଗାଈ ଦେହରେ ରହେ। ଖାଇଦିଅନ୍ତୁ ଆଜ୍ଞା, ଅରିଜିନାଲ ପନିର ୟାକୁ ହିଁ କୁହାଯାଏ। ତାଙ୍କ ପାଖରେ ବସିକି ଖାଉଥିଲେ କବି ଦୁର୍ବଳିଆ, ତାଙ୍କ ପାଖରେ ବସିକି ଖାଉଥିଲେ କବି ଦୁର୍ବଳିଆ, ତାଙ୍କ ପ୍ଲେଟରୁ ବାହାରିଲା ମାଛି। ମୁଁ କହିଲି ପାଟି କରିକି କହୁନୁ, କହିଲା ଥାଏ ଛାଡ଼, ମୁଁ ସାଦା ମଗେଇଥିଲି ନନଭେଜ ମିଳିଛି। ଏଇଭଳିଆ ଜ୍ଞାନୀ ଲୋକ ଆଜ୍ଞା, ତାଙ୍କର ବହୁତ ନିଶା ପାଣିରେ ବହୁତ ଅଭ୍ୟାସ ଅଛି। ମୁଁ ତାଙ୍କୁ କହିଲି ନିଶା ଛାଡ଼ି ଦଉନ, କହିଲେ ନାଇଁ ନିଶା ଛାଡ଼ିଥାନ୍ତି, ଏବେ ଯୋଉ ମହାରାଣା ଆସିଲାଣି ଟିଭି ଦେଖିଲା ପରେ ଆହୁରି ବେଶୀ ବେଶୀ ଇଚ୍ଛା ହଉଛି। ହଁ, ମୁଁ ତାଙ୍କୁ କହିଲି ନାଇଁ ଡାକ୍ତର ପାଖକୁ ଯାଉନ, କହିଲେ ଡାକ୍ତର ପାଖକୁ ବହୁତ ଥର ଯାଇଛି। ମୁଁ କହିଲି ଡାକ୍ତର କ'ଣ କହିଲା? କହିଲା ଏ ଡାକ୍ତର କହିଲେ ମଦ ପିଇନା ମରିଯିବୁ। ମୁଁ କହିଲି ତମେ ମାନିଲନି? କହିଲା ମୁଁ ପିଉଛି, ଡାକ୍ତର ମଲାଣି। ଏଇଭଳିଆ ଜ୍ଞାନୀ ଲୋକ ହେଲା। ଆଜ୍ଞା ଡାକ୍ତର, ସରକାର ସମସ୍ତେ ସଚେତନତା ବହୁତ କରୁଛନ୍ତି, କିନ୍ତୁ ସଚେତନତାର ପ୍ରଭାବଟା ଆମେ ଘରେ କଳିଗୋଳରେ, ପାଟିତୁଣ୍ଡରେ, ରାସ୍ତା ଆକ୍ସିଡେଣ୍ଟରେ ତାର ପ୍ରଭାବଟା ପାଉଛି। ଗୋଟେ ଛୋଟିଆ କବିତା ଶୁଣିବି, ତାପରେ କବିଙ୍କୁ